ରାକ୍ଷୀ ପୂର୍ଣ୍ଣିମା ଆମେ ପାଳନ କରୁଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ ଗୋଟିଏ। ଏହି ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀଙ୍କ ଭଲ ପାଇବାକୁ ନେଇ ଦର୍ଶାଯାଇଥାଏ। କ'ଣ ଆପଣମାନେ ଜାଣିଛନ୍ତି ଏହି ପର୍ବ କାହିଁକି ପାଳନ କରାଯାଏ? ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା ଦୁଇଟି କାହାଣୀ ମାଧ୍ୟମରେ। ପ୍ରଥମ କାହାଣୀ ଅଟେ ରାଜା ବଳି ଏବଂ ମା ଲକ୍ଷ୍ମୀଙ୍କର। ଏହି କଥା ଅନୁସାରେ ରାକ୍ଷସଙ୍କ ରାଜା ବଳି 110 ଯଜ୍ଞ ପୁରା କରିଥିଲେ, ଯାହା ଫଳରେ ଦେବତାମାନଙ୍କ ମଧ୍ୟରେ ଭୟ ଉତ୍ପନ୍ନ ହୋଇଥିଲା। କାଳେ ରାଜା ବଳି ତାଙ୍କ ଶକ୍ତି ଦ୍ୱାରା ସ୍ୱର୍ଗଲୋକକୁ ନିଜ ଅଧିକାରରେ କରିନେବେ। ଏଥିପାଇଁ ସବୁ ଦେବତାମାନେ ଭଗବାନ ବିଷ୍ଣୁଙ୍କ ପାଖକୁ ଚାଲିଯାଇଥିଲେ ଏବଂ ଭଗବାନଙ୍କ ଶରଣ ନେଇଥିଲେ। ତାପରେ ରାଜା ବଳିଙ୍କ କବଳରୁ ଦେବତାମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ବାମନ ଅବତାର ନେଇ ରାଜା ବଳିଙ୍କ ପାଖକୁ ଯାଇ 3 ପାଦ ଭୂମିର ଭିକ୍ଷା ମାଗିଥିଲେ। ଆଉ ରାଜା ବଳି ମଧ୍ୟ ତାଙ୍କୁ 3 ପାଦ ଭୂମିର ଭିକ୍ଷା ଦେଇଥିଲେ। ଏହାପରେ ଭଗବାନ ବିଷ୍ଣୁଙ୍କ ତାଙ୍କ ଗୋଟିଏ ପାଦ ସ୍ୱର୍ଗ ଆଉ ଗୋଟିଏ ପାଦ ପୃଥିବୀକୁ ବଢ଼ାଇଥିଲେ। ଯେବେ ତାଙ୍କ ତୃତୀୟ ପାଦ ଆଗକୁ ବଢ଼ିଲା, ରାଜା ବଳି ଚିନ୍ତିତ ହୋଇଗଲେ, ବୁଝିପାରିଲେ ନାହିଁ କ'ଣ କରିବେ। ଏହାପରେ ବଳି ମସ୍ତକକୁ ପ୍ରଭୁଙ୍କ ଚରଣରେ ରଖି କହିଲେ, ଆପଣଙ୍କ ତୃତୀୟ ପାଦ ମୋ ମସ୍ତକରେ ରଖିଦିଅନ୍ତୁ। ଏହା ଶୁଣି ପ୍ରଭୁ ତାଙ୍କ ଉପରେ ବହୁତ ଖୁସି ହେଲେ। ଏମିତି ରାଜା ବଳିଙ୍କ ପାଖରୁ ସ୍ୱର୍ଗ ପୃଥିବୀରେ ବସବାସ କରିବାର ଅଧିକାରକୁ ଛଡ଼ାଇ ନେଇଥିଲେ। ଏହାପରେ ବଳି ପାତାଳ ଲୋକକୁ ଚାଲିଯାଇଥିଲା। ସେତେବେଳେ ବଳି ନିଜର ଭକ୍ତି ଦ୍ୱାରା ଭଗବାନଙ୍କୁ ନିଜ ପାଖରେ ରଖିବା ପାଇଁ ଗୁହାରି କରିଥିଲା, ଯାହା ଫଳରେ ଭଗବାନ ବିଷ୍ଣୁ ରାଜା ବଳିଙ୍କୁ ଅତି ପ୍ରସନ୍ନ ହୋଇ ନିଜର ଦ୍ୱାରପାଳ ହେବାର ବରଦାନ ଦେଇଥିଲେ। ଏହା ଦେଖି ଦେବୀ ଲକ୍ଷ୍ମୀ ଚିନ୍ତାରେ ପଡ଼ିଯାଇଥିଲେ। ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ସେଠାରୁ ଆଣିବା ପାଇଁ ଚିନ୍ତିତ ହୋଇଯାଇଥିଲେ। ସେତେବେଳେ ତାଙ୍କୁ ନାରଦ ଗୋଟିଏ ଉପାୟ ବତାଇଥିଲା। ଯାହାଫଳରେ ଦେବୀ ଲକ୍ଷ୍ମୀ ରାଜା ବଳିଙ୍କ ପାଖକୁ ଯାଇ ରାକ୍ଷୀ ବାନ୍ଧିଥିଲେ। ତାଙ୍କୁ ନିଜର ଭାଇ ମାନି ନେଇଥିଲେ। ଉପହାରରେ ମାତା ରାଜା ବଳିଙ୍କୁ ସ୍ୱାମୀ ବିଷ୍ଣୁଙ୍କୁ ମାଗିଥିଲେ। ସେହି ଦିନ ଶ୍ରାବଣ ମାସର ପୂର୍ଣ୍ଣିମା ଥିଲା। ସେହି ଦିନଠାରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଏହା ହେଲା ବଳିଙ୍କର କଥା। ପ୍ରଥମ କଥାଟି ସମାପ୍ତ ହେଲା। ଚାଲନ୍ତୁ ଦ୍ୱିତୀୟ କଥା ଜାଣିନେବା। ଏ କଥାଟି ମହାଭାରତ ସହ ଜଡ଼ିତ। ଦ୍ରୌପଦୀ ଏବଂ ଭଗବାନ ବିଷ୍ଣୁଙ୍କର ଏହି କଥା ଅନୁସାରେ ଭଗବାନ ବିଷ୍ଣୁଙ୍କର ସୁତଦେବୀ ନାମକ ଜଣେ ଖୁଡ଼ୀ ଥିଲେ, ଯାହାଙ୍କ ଶିଶୁପାଳ ନାମକ ଗୋଟିଏ ବିକୃତ ପିଲାଟିଏ ଥିଲା। ତାଙ୍କୁ ଆକାଶବାଣୀ ହୋଇଥିଲା ଯେ ଶିଶୁପାଳ ଯାହାଙ୍କ ସ୍ପର୍ଶରେ ଭଲ ହେବ, ତାଙ୍କରି ହାତରେ ହିଁ ମୃତ୍ୟୁବରଣ କରିବ। ଥରେ ଶ୍ରୀକୃଷ୍ଣ ଖୁଡ଼ୀଙ୍କ ଘରକୁ ଯାଇଥିଲେ। ଯେମିତି ତାଙ୍କ ଖୁଡ଼ୀ ଶିଶୁପାଳକୁ ତାଙ୍କ ହାତକୁ ଟେକିଦେଲେ, ଶିଶୁପାଳ ସ୍ୱସ୍ଥ ଏବଂ ସୁନ୍ଦର ହୋଇଯାଇଥିଲା। ଏହା ଦେଖି ତାଙ୍କ ଖୁସି ବହୁତ ବଢ଼ିଯାଇଥିଲା। କିନ୍ତୁ ତାଙ୍କର ମୃତ୍ୟୁ ଶ୍ରୀକୃଷ୍ଣଙ୍କ ହାତରେ ହେବ ଜାଣି ଚିନ୍ତିତ ହୋଇଯାଇଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ ଯେ ଦୟାକରି ଶିଶୁପାଳଙ୍କ ଭୁଲକୁ କ୍ଷମା କରିଦେବ, ଦଣ୍ଡ ଦେବ ନାହିଁ। ଶ୍ରୀକୃଷ୍ଣ କହିଥିଲେ, ମୁଁ 100ଟି ଭୁଲକୁ କ୍ଷମା କରିବି, କିନ୍ତୁ ସେ ତା'ଠାରୁ ଅଧିକ ଭୁଲ କଲେ ମୁଁ ନିଶ୍ଚୟ ଦଣ୍ଡ ଦେବି। ଶିଶୁପାଳ ବଡ଼ ହୋଇ ଅତି କ୍ରୂର ରାଜା ବନିଥିଲେ। ପ୍ରଜାମାନଙ୍କୁ ବହୁତ କଷ୍ଟ ଦେଉଥିଲେ। ଆଉ ସେ ସର୍ବଦା ଭଗବାନ ବିଷ୍ଣୁଙ୍କୁ ଘୃଣା କରୁଥିଲେ। ଥରେ ସେ ଭରା ସଭା ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ପରିହାସ କରିଥିଲେ। ସେହିଦିନ ତାଙ୍କର 100ଟି ଭୁଲର ସୀମା ପାର ହୋଇଯାଇଥିଲା। ଏହାପରେ ଭଗବାନ ନିଜ ଚକ୍ରରେ ଶିଶୁପାଳଙ୍କୁ ବଧ କରିଥିଲେ। ଯେତେବେଳେ ସୁଦର୍ଶନ ବଧ କରି ତାଙ୍କ ପାଖକୁ ଫେରିଥିଲା, ସେତେବେଳେ ତାଙ୍କ ଆଙ୍ଗୁଳି କଟି ରକ୍ତ ବୋହିବାକୁ ଲାଗିଲା। ସେତେବେଳେ ଦ୍ରୌପଦୀ ତାଙ୍କ ଶାଢ଼ୀର କାନିକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧିଥିଲେ। ଶ୍ରୀକୃଷ୍ଣ କହିଲେ, ଭଉଣୀ, ତମକୁ ଧନ୍ୟବାଦ। ତୁମେ ମୋର କଷ୍ଟରେ ମୋର ସାଥୀ ହେଲ। ମୁଁ ମଧ୍ୟ ତୁମ କଷ୍ଟରେ ମୁଁ ରକ୍ଷା କରିବି। ଏହା କହି ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣାରୁ ରକ୍ଷା ବନ୍ଧନ ସୃଷ୍ଟି ହୋଇଥିଲା। ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସଭା ମଝିରେ ହେଉଥିଲା, ସେତେବେଳେ ଶ୍ରୀକୃଷ୍ଣଙ୍କୁ ରକ୍ଷା ପାଇଁ ଦ୍ରୌପଦୀ ଡାକିଥିଲେ।
ଶ୍ରୀକୃଷ୍ଣ ତାଙ୍କ ପ୍ରତିଶ୍ରୁତିକୁ ରକ୍ଷା କରି ସେ ଦ୍ରୌପଦୀଙ୍କୁ ରକ୍ଷା କରିଥିଲେ। ସେଥିପାଇଁ ନିଜର ଭାଇମାନଙ୍କୁ ଭଉଣୀମାନେ ରାକ୍ଷୀ ବାନ୍ଧି ରକ୍ଷା କରିବାର ପ୍ରତିଶ୍ରୁତି ମାଗି ନିଅନ୍ତି। ଏହା ହେଲା ରକ୍ଷାବନ୍ଧନର କାହାଣୀ। ଆପଣମାନଙ୍କୁ ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। କେମିତି ଲାଗିଲା ଏହି ଭିଡ଼ିଓଟି କମେଣ୍ଟ କରି ମଧ୍ୟ ଜଣାନ୍ତୁ।